ଦ୍ୱାଦଶ ସ୍କନ୍ଧ ଷଷ୍ଠ ଅଧ୍ୟାୟ ସୁତ ଉବାଚ। ସୁତ ପୌରାଣିକ କହନ୍ତି ସୋନକ ଆଦି ମୁନିଛନ୍ତି ନୈମିଷାରଣ୍ୟେ ସର୍ବେ ମିଳି ଆନନ୍ଦେ ବାସୁଦେବ କେଳି ସୁଖଙ୍କ ତଉଁ ତତ୍ତ୍ୱବାଣୀ ବିଷ୍ଣୁ ଭକ୍ତ ପରୀକ୍ଷ ଶୁଣି ନମିଲା ସୁଖଦେବ ପାଦେ ଲୋମ ଫୁଲ କହି ଆନନ୍ଦେ ପରୀକ୍ଷିତ ବାଚ। ବ୍ୟାସ ସୁତ ଜ୍ଞାନ ଧୀର ଜଗତ ଆତ୍ମା ରୂପ ତୋର ସମଦରସି ଭାବ ବହୁ ଏଣୁ ସଂସାରେ ଭେଦ ନଉ ହେମନ୍ତ କଇଣ ଚରଣେ ପ୍ରଣାମ କଲା ତତ୍କ୍ଷଣେ ଅଦ୍ଭୁତ କଥା ତୁମ୍ଭ ବାଣୀ ଏହି ସଂସାର ମିଥ୍ୟା ଜାଣି ମରଣେ ଭୟ କିଛି ନାହିଁ ଅଜ୍ଞାନ ଜନ ସେ ମରଇ ତୁମ୍ଭର କୃପା ହେଲା ଯେଣୁ ନାହିଁ ମୋ ଜନ୍ମ ମୃତ୍ୟୁ ତେଣୁ ତୁମ୍ଭେ ଯେ ବାସୁଦେବ ରୂପୀ ସର୍ବଜ୍ଞ ଯେଣୁ ବିଶ୍ୱବ୍ୟାପୀ ପ୍ରାଣୀ ସଂସାରେ ତାପେ ଥାଇ ଆତ୍ମାରେ ବାସୁଦେବ ବହି ଯାହାକୁ ଅନୁଗ୍ରହ କରେ ସେ ପ୍ରାଣୀ ଏ ସଂସାର ଉତରେ ଭାଗବତ ପୁରାଣ ଗୀତା ଉତ୍ତମ ଶ୍ଲୋକ ଯେଉଁ କଥା କହି କୃତାର୍ଥ ମତେ କଲ ବିଷ୍ଣୁ ମାୟାରୁ ଧରିଲ ତୁମ୍ଭକୁ ମୋର ନମସ୍କାର ପରମ ଦୟାଳୁ ଈଶ୍ୱର ସାକ୍ଷାତ ଯେ ମଧୁସୂଦନ ତାକୁ କରାଇଲ ଦର୍ଶନ ଏଣୁ ମୁଁ ବିଶୁଦ୍ଧ ହୋଇଲି ଭଗବାନ ଗୁଣ ଶୁଣିଲି ଏ ଭାଗବତ ପୁରାଣରେ ବାସୁଦେବ ବର୍ଣ୍ଣନା କରେ ହେ ଶୁକଦେବ ଭଗବାନ ତକ୍ଷକ ଆଦି ମୃତ୍ୟୁମାନ କହି ମୋର ଭୟ ନାହିଁ ବ୍ରହ୍ମ ନିର୍ବାଣ ଜ୍ଞାତ ହୋଇ ଅଭୟ ଅବିନାଶୀ ବ୍ରହ୍ମ ଦର୍ଶନେ ଛାଡ଼ିଲ ଭ୍ରମ ଏବେ ଯେ ମୋତେ ଆଜ୍ଞା ଦିଅ ବ୍ରହ୍ମରେ ଲାଗିବ ନିର୍ଣ୍ଣୟ ବସୁ ଯେ ଅଛି ଯୋଗାସନେ ମୌନ ବ୍ରହ୍ମ ଆତ୍ମଜ୍ଞାନେ ଅଧକ୍ଷକ ବିଷ୍ଣୁରେ ଲୟେ କାମନା ଉଡ଼ିଲେ ବିଷୟେ ଅଷ୍ଟାଙ୍ଗ ଯୋଗ ଧାରଣାରେ ଷଡ଼ଚକ୍ର ଭେଦୀ ଆତ୍ମାରେ ପରମ ଆତ୍ମାରେ ମିଶଇ ସହସ୍ର ଦଳ ମଧ୍ୟ ନେଇ ପ୍ରାଣକୁ ତହି ନିବେଶିବ ମାୟା ବ୍ରହ୍ମାଣ୍ଡ ଜିଣିଯିବ ଏ ତକ୍ଷକ ବ୍ରାହ୍ମଣ ସାପରେ ଭସ୍ମ କରିବ ମୋ ଶରୀରେ ଅନୁଭବ ଜ୍ଞାନରୁ ମୋର ଅଜ୍ଞାନ ତୁମ୍ଭେ ନାଶ କର ବାସୁଦେବ ପରମ ପଦ ମୁକ୍ତି ପାଇ ସଦା ଆନନ୍ଦ ସେ ମାର୍ଗ ମୋତେ ଦେଖାଇଲ ବିଷ୍ଣୁ ଅଙ୍ଗେ ଲୀନ ବିହିଲ ଏବେ ମୁଁ ସେ ମାର୍ଗେ ପଶିବି ଧ୍ୟାନରେ ମୁକ୍ତି ଲଭିବି ଏଭାବେ ଅନେକ ପ୍ରକାରେ ବିନୟୀ ସୁଖ ଚରଣରେ ତୋବାଚ। ଏ ସୁତ କହନ୍ତି ମୁନି ଶୁଣ ସୁଖଙ୍କୁ ହେମନ୍ତ କଇଣ ରାଜାର କାର୍ପଣ୍ୟ ବଚନ ଆନନ୍ଦେ ବ୍ୟାସଙ୍କ ନନ୍ଦନ ବିଷ୍ଣୁ ଭକତିରେ ନିମଜି ମୁକ୍ତ ହୁଅ ପାପକୁ ତେଜି ଆମ୍ଭର ଆଶୀର୍ବାଦ କରି ଅନ୍ତେ ନ ଲଭ ବିଷ୍ଣୁ ପୁରୀ ଏ ଆମ୍ଭର ଆଶୀର୍ବାଦ କରି ଅନ୍ତେ ତୁ ଲଭ ବିଷ୍ଣୁ ପୁରୀ ହେମନ୍ତ କହି ସୁଖ ମୁନି ହରସେ କଲେ ହରି ଧ୍ୱନି ଏ ରାଜାର ପୂଜା ବିଧି ପାଇ ସୁଖ ହରସ ମୁକ ହୋଇ ସକଳ ମହାଋଷି ମାନେ ସନ୍ନ୍ୟାସୀ ଆଦି ମୁନି ଜନେ ସକଳ ମହାଋଷି ସଙ୍ଗେ ବଦ୍ରିକାଶ୍ରମେ ଗଲେ ବେଗେ ଏ ଯୋଗ ସମାଧି ଜ୍ଞାନ ବଳେ ବସିଲେ ଆନନ୍ଦ ନିଶ୍ଚଳେ ପରୀକ୍ଷ ରାଜା ଯୋଗ ଧ୍ୟାନେ ବସିଲେ ନିଶ୍ଚଳ ମୌନେ ଆତ୍ମାରେ ଆତ୍ମା ନିଜ ଜିଣ ଅଷ୍ଟାଙ୍ଗ ଯୋଗରେ ଧାରଣ ପରମ ବ୍ରହ୍ମ ସ୍ୱରୂପରେ ପବନ ସଂଯମୀ ଧ୍ୟାନରେ ବୃକ୍ଷର ପ୍ରାୟ ଚେଷ୍ଟିତ ନିଶ୍ଚଳ ଭାବେ ରହେ ଚିତ ହସ୍ତିନା ନଗର ବାହାରେ ଗଙ୍ଗା ପୂର୍ବ ଦିଗ ଭାଗରେ ବାଲୁକା ବେଦୀର ଉପରେ କୁଶାସନ କରି ତହିଁରେ ଉତ୍ତର ଅଭିମୁଖେ ବସି ବ୍ରହ୍ମରେ ଲୟକୁ ନିବେଶୀ ଆତ୍ମାକୁ ବ୍ରହ୍ମରନ୍ଧ୍ରେ ନେଇ ସୁଷୁମୁନା ଦ୍ୱାରେ ରୁହାଇ ଷଟ ଚକ୍ର ବେଦୀ ଭୁରୁ ମଧ୍ୟ ପରମାତ୍ମାରେ ଭାବ ହେଦେ ବିଷୟ ସଙ୍ଗକୁ ସେ ଦୂର ନାହିଁ ବାୟାନ୍ତରେ ମନର ଏକାକ୍ଷର ବ୍ରହ୍ମ ପ୍ରବେଶୀ ଯାତନା ଶରୀର ବିନାଶୀ ଏ ପରମ ପଦ୍ମକୁ ଲଭିଲେ ବିଷ୍ଣୁ ଅଙ୍ଗରେ ଲୀନ ହେଲେ ହେମନ୍ତ ସମୟରେ ପୁଣ କଶ୍ୟପ ଋଷିଙ୍କ ନନ୍ଦନ କଶ୍ୟପ ଧନ ତୋରି ନାମ ଦେବଙ୍କ ବୈଦ ସେ ଉତ୍ତମ ଏ ରାଜାର ମୃତ୍ୟୁ କଥା ଶୁଣି ବ୍ରାହ୍ମଣ ରୂପ ଧରି ପୁଣି ସନ୍ତେ ବାଟେ ଭେଟ ହୋଇ ତକ୍ଷକ ଧନ ତୋରି ଦୁଇ ନାଗ ଯେ ପଚାରିଲେ ପୁଣ କିମ୍ପାଇଁ କରୁଛ ଗମନ ଧନତୋରି ବାଚ ଏ କହିଲେ ଆମ୍ଭେ ଧନତୋରି ଯାଉଛୁ ପରୀକ୍ଷ ନିସ୍ତରୀ ବ୍ରହ୍ମ ସାପେ ତକ୍ଷକ ଦଂଶୀ ରାଜା ହୋଇବ ଭସ୍ମ ରାଶି ତାହାକୁ ଆମ୍ଭେ ଜିଆଇବୁ ଯଶ ଧନ ଧର୍ମ ପାଇବୁ ମନ୍ତ ଶୁଣି ତାଙ୍କ ବାଣୀ ତକ୍ଷକ ବୋଲେ ତତ୍କ୍ଷଣୀ ତକ୍ଷକ ବାଚ ଆମ୍ଭେ ତକ୍ଷକ ନାଗ ନାମ ଦଂଶିଲେ କେବା ନୁହେଁ ଭସ୍ମ ଜିଆଇ ଯେବେ ତୁମ୍ଭେ ପାର ପରୀକ୍ଷା ଏଇଠାରେ କର ସୁତ ବାଚ ହେମନ୍ତ କହି ସେ ତକ୍ଷକ ଆଗରେ ଥିଲା ଯେ ବୃକ୍ଷକ ତହିଁ ଉପରେ ଏକ ଜନ କାଷ୍ଠ ସେ ଭାଙ୍ଗୁଥିଲା ପୁଣ ଏ ଦୁଇ ବିପ୍ରେ ନ ଦେଖିଲେ ୟାଙ୍କୁ ଦେଖି ସେ ଲୁଚିଲେ ହେମନ୍ତ ତକ୍ଷକ ଯେ ଯାଇ ବଟ ବୃକ୍ଷକୁ ସେ ଦଂଶଇ ଏ ତକ୍ଷଣେ ଭସ୍ମ ହୋଇଗଲା ଯେଉଁ ମନୁଷ୍ୟ ତହିଁ ଥିଲା ସେ ଭସ୍ମ ଧନ ତୋରି ପୁଣ କଲେ ସେ କଇଠା ବେଣ ପାଣି ସିଞ୍ଚିଲେ ତତ୍କ୍ଷଣ ମୃତ ସଞ୍ଜୀବନୀ ମନ୍ତ୍ରେଣ ବୃକ୍ଷ ଅଙ୍କୁର ହୁଏ ପୁଣି କ୍ରମେ ସେ ଦ୍ରୁମ ଭାବ ଘେନି ହୋଇଲା ସେହି ଭାବେ ବୃକ୍ଷ ମନୁଷ୍ୟ ଆଦି ହୁଏ ଦୃଶ୍ୟ ତା ଦେଖି ତକ୍ଷକ କହିଲେ ନିଶ୍ଚୟ ପାରିବ ତୁମ୍ଭେ ଗଲେ ତକ୍ଷକ ବାଚ ଏ ତୁମ୍ଭେ ଯେ ମହତ ପୁରୁଷ ଯଶ ମୋ ନ କର ବିନାଶ ମହତ ଲୋକଙ୍କର ଭାବ ପର ଯଶରେ ନିତ୍ୟ ଥିବ
ଆପଣା ଯଶ ନ କରାଇ ପରର ହିତେ କ୍ଲେଶ ପାଇ ରାଜା ଠାରୁ ପ୍ରାପତ ଧନ ମୋ ଠାରୁ ନିୟତାଦି ଗୁଣ। ତବାଚ ଏମତ ଶୁଣି ଧନତୋରି ମନରେ ବିଚାର ସେ କରି ରାଜାର ଆୟୁଷ ତ ନାହିଁ ଯୋଗ ବଳେ ଜାଣଇ ମୁଇଁ ତାହାର ଜିଇବାକୁ ନାହିଁ ସୁଖ ପ୍ରସନ୍ନ ଭାବ ବଇ ବିରାଜ ହୋଇ ଗଙ୍ଗା ତୀରେ ଯୋଗାରୂଢ଼ ତତ୍ତ୍ୱଜ୍ଞାନରେ ଆତ୍ମାକୁ ପରମ ଆତ୍ମାରେ ପ୍ରବେଶ କରି ବ୍ରହ୍ମଦ୍ୱାରେ ଯୋଗାଗ୍ନିରେ ଦଗ୍ଧ ହୋଇବ ସେ ତ ବ୍ରହ୍ମରେ ଲୀନ ହବ ପିଣ୍ଡରେ ତକ୍ଷକ ଦଂଶିବ ଆମ୍ବର ଯଶ ତ ନୋଇବ ଆମ୍ଭେ ଯେ ଆଠାରୁ ପୁଣ ଛାଡ଼ିଣ ଯିବା କିମ୍ପାଦନ ଏମତ ବିଚାରି ଭିକୁକ ବଇଲେ ଶୁଣ ଏ ତକ୍ଷକ। ଧନତୋରି ବାଚ ଏ ଶୁଣ ତକ୍ଷକ ଆମ୍ବ ବାଣୀ ବିନୟ ବଚନ ତ ଶୁଣି ତୋ ଯଶ କିମ୍ପାଇଁ ନାସିବୁ ଧନ ଦେଲେ ବାହୁଡ଼ି ଯିବୁ ତକ୍ଷକ ଧନ ତାକୁ ଦେଲେ ଧନ ତୋରି ବାହୁଡ଼ି ଗଲେ। ତବାଚ ଏବେ ସନକ ମୁନି ଶୁଣ ତକ୍ଷକ ବ୍ରାହ୍ମଣ ରୂପେଣ ଗଲା ସେ ରାଜା ସନ୍ନିଧାନେ ତୋଷିଣ ଧନ ତୋରି ମନ ଏ ପ୍ରୋହିତେ କିଛି ଧନ ଦେଲେ ତହିଁ ସେ ମେଲାଣି ହୋଇଲେ ଫଳ ପୁଷ୍ପ ତୋଳି ଭେଟିଲେ ଫଳେ ତକ୍ଷକ କୃମି ହେଲେ ଏକପଟେ ବ୍ରାହ୍ମଣ ହୋଇଲେ ଫଳେ କୃମି ରୂପ ରହିଲେ ଏମତେ କୃମି ରୂପେ ପୁଣ ଦଂଶିଲେ ରାଜାର ଚରଣ ସେ କାମି ରୂପୀ ନାଗ ବିଷ ରାଜା ଶରୀର କଲା ନାଶ ତକ୍ଷଣେ ଭସ୍ମ ହୋଇଗଲେ ସମସ୍ତ ପ୍ରାଣୀ ତା ଦେଖିଲେ ହାହାକାର ଶବ୍ଦ ଶୁଭିଲା ସମଦେ ପୃଥିବୀ ପୁରିଲା ଆକାଶେ ଦେବତା ଅସୁର ମନୁଷ୍ୟ ଆଦି ନିଶାଚର ସମସ୍ତେ ବିସ୍ମୟ ହୋଇଲେ ତକ୍ଷକ କେହି ନ ଦେଖିଲେ ରାଜାର ମୁକ୍ତି ଦେଖିଦେବେ ଦୁନ୍ଦୁମି ବଜାଇଲେ ସର୍ବେ ଏ ଗନ୍ଧର୍ବ ଅପସରା ନୃତ୍ୟ ସାଧୁ ସମଦେ କଲେ ଗୀତ ଦେବେ ଯେ ପୁଷ୍ପ ବୃଷ୍ଟି କଲେ ଆନନ୍ଦେ ସ୍ୱର୍ଗକୁ ଯେ ଗଲେ ପରୀକ୍ଷ ସୁତ ଜନ୍ମେଜୟ ସେ ପୁଣି ରାଜ୍ୟ ରାଜା ହୁଏ ପିତୃକ୍ରିୟା କର୍ମ ସାରିଲେ ଆନନ୍ଦେ ସେ ରାଜ୍ୟ ପାଳିଲେ ସେ କିଛି ଦିନର ଅନ୍ତରେ ନୃପତି ଶୁଣିଲେ ସଭାରେ ତଙ୍ଗ ଋଷି ଯେ କହିଲେ ତକ୍ଷକ ରାଜାଙ୍କୁ ଦଂଶିଲେ ଏ ବ୍ରାହ୍ମଣ ରୂପରେ ତକ୍ଷକ ରାଜାଙ୍କୁ କଲା ଭସ୍ମାନ୍ତକ ଧନନ୍ତି ଜିଆଇବା ପାଇଁ ଆସୁ ଯେ ଥିଲେ ବିପ୍ର ହୋଇ ତକ୍ଷକ ଧନ ତାକୁ ଦେଲେ ବାଟରୁ ଧନ ତୋରି ଗଲେ ଏମତ ବାର୍ତ୍ତା ପ୍ରମାଣ କହିଲେ ପାତ୍ର ମନ୍ତ୍ରୀ ମାନ ଶୁଣିଛି ଏମତ ପ୍ରକାର ନ ଜାଣୁ ଧନନ୍ତି ଯିବାର ଏ ଅନ୍ତେ ରାଜା ଲୋକ ଯାଇ ପଚାରିଲେ ସନ୍ଦେଶ ପାଇ ତହିଁ ଯେ କାଷ୍ଠ ଭାଙ୍ଗୁଥିଲା ବୃକ୍ଷ ସଙ୍ଗରେ ଭସ୍ମ ହେଲା ଧନନ୍ତି ମନ୍ତ୍ର ବଳେ ବୃକ୍ଷ ଯେମତେ ହୋଇଲା ପ୍ରତ୍ୟକ୍ଷ ତକ୍ଷକ ଧନ ତାକୁ ଦେଲା ଯେମତେ ବଚନ କହିଲା ସର୍ବବାରତା ସଂକ୍ଷେପେ କହିଲା ରାଜାର ସମୀପେ ଏମତେ କିଛି ଦିନ ଅନ୍ତେ ନୃପତି ମୃଗୟା ନିମନ୍ତେ ଜାନ୍ତେ ଦେଖିଲେ ଋଷି ବୃନ୍ଦ ବସିଣ ହୁଅନ୍ତ ସ୍ତବଦ ଏ କୁଶଳ ମୂଳ ସେ ତାଡ଼ନ୍ତି ଅଗ୍ନିରେ ଭସ୍ମ ସେ କରନ୍ତି ତା ଦେଖି ଜନ୍ମେ ଜୟ ବୀର ଋଷିଙ୍କୁ ପଚାରେ ସଧୀର ତୁମ୍ଭର ଆୟୁଷ ପ୍ରମାଣ କିମ୍ପାଇଁ ଦଗ୍ଧ ସେହି ମାନ ତା ଶୁଣି ଋଷି ସୁତ କହି ତୁମ୍ଭର ପ୍ରାୟ ଆମ୍ଭେ ନୋଇ ଏକୁଶ କଣ୍ଟକ ବାଜିଣ ଆମ୍ବର ପିତା ମଲେ ପୁଣ ଏ ଆମ୍ବ ପିତାର ବୈରୀ ଏଣୁ ଏହାକୁ ଦଗ୍ଧ କରି ତୁମ୍ଭେ ଯେସନ ପିତୃପକ୍ଷେ ଅଭକ୍ତ ହୋଇଲ ପ୍ରତ୍ୟକ୍ଷେ ତକ୍ଷକ ରାଜାକୁ ଦଂଶିଲା ତୁମ୍ଭ ଶରୀର ତା ସହିଲା ଏମତ ଶୁଣି ଋଷି ବାଣୀ ଜନ୍ମେ ଜୟ ମନେ ଗୁଣି ବିଷାଦ ମନରେ ରାଜନ ବାହୁଡ଼ି ଆସେ ତତ୍କ୍ଷଣ ଏମତେ କିଛି ଦିନ ଗଲା ରାଜନ ଆସ୍ଥାନେ ବସିଲା ସମସ୍ତ ଋଷିଗଣ ଚାହିଁ ତକ୍ଷକ କଥା ପଚାରଇ ସେ ମୋର ପିତାର ବୈରୀ ତାକୁ କେମନ୍ତେ ସାଧ୍ୟ କରି ଉତ୍ତମ ଋଷି ଯେ ବୋଇଲେ ତକ୍ଷକ ତାକୁ ଦଂଶିଲେ ସର୍ପଯଜ୍ଞ କର ଆରମ୍ଭ ବୈରୀ ନାଶ ହେବ ତୁମ୍ଭ ତା ଶୁଣି କହନ୍ତି ରାଜନ ତକ୍ଷକ ନାଶର ବିଧାନ ତୁମ୍ଭେ ତାହାକୁ ବୈରୀ ଭାବେ କହିଲ କିସ ଅର୍ଥ ଲୋଭେ ତା ଶୁଣି ଉତ୍ତଙ୍ଗ କହନ୍ତି କୁଣ୍ଡଳୀ ହରଣର ଗତି ଯେମତେ ସର୍ପଯଜ୍ଞ ରୀତି ସମସ୍ତ କହିଲେ ସେ ଯତି ଏମତେ ଯଜ୍ଞ ଆରମ୍ଭିଲେ ଋତିଜ ମାନଙ୍କୁ ବରିଲେ ବରିଣ 16 ଯେ ଋତିଜ ହୋଇ ବସିଲେ ତ ପରାଜ ଏମତେ ସର୍ପଯଜ୍ଞ କଲେ ଅନେକ ସର୍ପ ଗଧିଲେ ଯଜ୍ଞ କୁଣ୍ଡରେ ପଡ଼ି ନାଶ ତକ୍ଷକ ରହେ ଅବଶେଷ ଏ ସର୍ପ କୂଳ ଦଗ୍ଧ ଦେଖି ନାଗ ଲୋକକୁ ସେ ଉପେକ୍ଷି ଦେବେ ଲୋକେ ଇନ୍ଦ୍ରେ ଶରଣ ପଶିଲା ମହାଭୟେ ପୁଣ ତକ୍ଷକ ଯଜ୍ଞକୁ ନଇଲେ ଆଚାର୍ଯ୍ୟ ଏମନ୍ତ କହିଲେ ଶୁଣି ରାଜନ କହି ଅଧର୍ମ ସର୍ପନ ଆଶଇ ଏ କୁଣ୍ଡେ ଭସ୍ମିତ ନଇଲା କି ଅର୍ଥେ ଏମନ୍ତ ହୋଇଲା ତା ଶୁଣି ବ୍ରାହ୍ମଣେ କହନ୍ତି ନାଗ ଲୋକରେ ସେ ନାହାନ୍ତି ଇନ୍ଦ୍ରର ଶରଣ ପଶିଲେ ଯୋଗ ବଳେ ଇନ୍ଦ୍ର ରଖିଲେ ତେଣୁ ଅଗ୍ନିରେ ନ ପଡ଼ିଲେ ଏମନ୍ତ ଶୁଣି ରାଜା ବୋଲେ ରାଜବାଚ ଏ ଶୁଣ ବ୍ରାହ୍ମଣ ମନ ଦେଇ ଯେ ଅର୍ଥେ ଯଜ୍ଞ ମୁଁ କରଇ ତକ୍ଷକ ମୋ ପିତା ବୈରୀ ତାହାର ଅର୍ଥେ ଯଜ୍ଞ କରି ଇନ୍ଦ୍ର ଯେବେ ତାକୁ ରଖିଲା ମୋ ପିତା ଶତ୍ରୁ ସେ ହୋଇଲା ଇନ୍ଦ୍ର ତକ୍ଷକ ଆଦି ଦୁଇ ମନ୍ତ୍ର ବଳେ ଅଗ୍ନିରେ ଦେଇ ଇନ୍ଦ୍ର ତକ୍ଷକ ଆଦି ଦ୍ୱୟ ମନ୍ତ୍ରରେ ଆହୁତି ତ ଦିଅ ଏମନ୍ତ ଶୁଣି ବିପ୍ରଜନେ ମନ୍ତ୍ରଯୁକ୍ତ କରି ବିଧାନେ ଋତଶ୍ରୁଭ ମାନ ଘେନିଲେ ମନ୍ତ୍ରରେ ଆହୁତି ତୋଳିଲେ
ଇନ୍ଦ୍ର ତକ୍ଷକ ଆଦି ଆସି କୁଣ୍ଡରେ ହୁଅନ୍ତି ବିନାଶୀ। ବିମାନ ସମେତ ଖସିଲେ ସତ୍ୱରେ ଭୂମି ଦୃଷ୍ଟି ଦେଲେ। ନିଶ୍ଚୟ ଅଗ୍ନିରେ ପଡ଼ିବେ, ଅଗ୍ନିରେ ଯେବେ ଘୃତ ଦେବେ। ତା ଦେଖି ଇନ୍ଦ୍ର ସଭୟରେ ଆସ୍ତିକ ମୁନି ସୁମରିଲେ। ତା ଜାଣି ଆସ୍ତିକ ଯେ ମୁନି ମିଳିଲେ ଯଜ୍ଞ ସ୍ଥାନେ ପୁଣି। କରତ୍କାରୁ ଋଷିଙ୍କ ସୁତ ବୃହସ୍ପତି ସମାନ ଖ୍ୟାତ। ଆସ୍ତିକ ରାଜାର ଛାମୁରେ ମିଳି ତକ୍ଷକ ଉପକାରେ। ନାଗମାନଙ୍କର ଭଗ୍ନିକ ସେ କହେ ଶୁଣ ମହାରାଜ। ଆସ୍ତିକ ବାଚ ଏ ସର୍ପେ ଯେ ମୋର ମାତୃକୁଳ, ଏହାଙ୍କୁ ଦଗ୍ଧ ତୁ ନ କର। ଏମତେ ବୃହସ୍ପତି ଥିଲେ ରାଜାଙ୍କୁ ବଚନ କହିଲେ। ବୃହସ୍ପତି ବାଚ ଏ ତକ୍ଷକ ଏଥେ ନ ମରିବ, ଅମୃତ ହବ କିଛି ଜୀବ। ତେଣୁ ଅଜରାମୟ କାୟ କୋପ ସଂହାର କର ରାୟ। ଏ ତୁ ବୋଲୁ ପିତାଙ୍କୁ ମାଇଲା, ଏହାକୁ ନ ମାଇଲେ ଭଲା। କେହି କାହାକୁ ନ ମାରଇ, କାହାରେ କେହି ନ ଜିଆଇ। ଶୁଣ ରାଜନ ମନ ଦେଇ, ଜୀବ ମରଣ କର୍ମେ ହୋଇ। ଯେ ଯାହା ଅର୍ଜଇ ଭୁଞ୍ଜଇ, ବ୍ରହ୍ମା ଶଙ୍କରେ ଅନ୍ୟ ନୋଇ। ଏକାର ସୁଖ ଦୁଃଖ ଦାତା, ଯେମତେ ଲେଖିଛି ବିଧାତା। ଏ ସର୍ପାଗ୍ନି ଚୌର ଜଳ କ୍ଷୁଧା, ବ୍ୟାଧି ତୃଷାଦି ଯେତେ ବାଧା। ପ୍ରାଣୀ ଏମାନ ଭୋଗ କରେ, ଆପଣା ଅର୍ଜିତ କର୍ମରେ। ଜନ୍ମ ମରଣ ଏହି ଭାବେ, ଈଶ୍ୱର ସଂଯୋଗ ଅଭିଯୋଗେ। ପିତା ପରୀକ୍ଷିତ ବୀର, ସେ ବ୍ରହ୍ମ ଋଷିର ସାପର। ଅଦୋଷେ ଋଷି ଗଳେ ନେଇ, ମୃତ ସର୍ପକୁ ଗୁଡ଼ିଆଇ। ସେ ଦୋଷେ ଋଷି ସାପ ଦେଲେ, ତକ୍ଷକ ବିଷେ ଭସ୍ମ ହେଲେ। ସେ ଶୁକଦେବ ଠାରୁ ପୁଣ, ଶୁଣି ଭାଗବତ ପୁରାଣ। ଶରୀର ଯୋଗାଗ୍ନିରେ ଦହି, ପ୍ରାପ୍ତ ଲୟ ବ୍ରହ୍ମେ ମିଶାଇ। ତକ୍ଷକ ଦଂଶେ ଯେତେବେଳେ, ଦେହେ ଯିବ ନାହିଁ ସେ କାଳେ। ତକ୍ଷକର ଯେ ଦୋଷ ନାହିଁ, ସର୍ପ ହତ୍ୟା କରୁ କିମ୍ପାଇଁ। ସର୍ପଯଜ୍ଞ ନିବର୍ତ୍ତ କର, ନିର୍ଦୋଷ ସର୍ପେ କିମ୍ପା ମାର। ସୁତବାଚ ଏମତେ ବୃହସ୍ପତି ବାଣୀ, ସନ୍ତୋଷ ନର ନାଥ ଶୁଣି। ସର୍ପଯଜ୍ଞ ନିବର୍ତ୍ତ କଲେ, ଗୁରୁଙ୍କୁ ପୂଜାରେ ତୋଷିଲେ। ଆସ୍ତିକ ଋଷିଙ୍କୁ ସେ ଆଣି, ନାଗକୁ ସମର୍ପିଲେ ପୁଣି। ନାଗାଦି ଯେତେ ସର୍ପମାନେ, ସାଗର ପର୍ବତ କାନନେ। ତୁମ୍ଭର ଆମ୍ଭର ସମ୍ବାଦ, ଶୁଣନ୍ତେ ନର ଏ ପ୍ରମାଦ। ଆସ୍ତିକ ନାମ ସୁମରନ୍ତେ, ଯେଉଁ ସର୍ପ କରେ ବ୍ୟାଘାତେ। ତାର ଉପରେ ବଜ୍ରାଘାତ, ହୋଇବ ଶୁଣ ନରନାଥ। ତୋ ନାମ ଧରିବ ଯେ ନିତ୍ୟେ, ମତେ ସେ ସୁମରିବ ଚିତ୍ତେ। ତାହାକୁ ସର୍ପ ବାଧା ନାହିଁ, ହେମନ୍ତ କହି ତୋଷ ହୋଇ। ସର୍ବବିନାଶ ଦୋଷ ଅର୍ଥେ, ଶୁଣନ୍ତୁ ଶ୍ରୀ ମହାଭାଗବତେ। ଏ ପ୍ରାଣୀଙ୍କ ଉତ୍ପତ୍ତି ପ୍ରଳୟ, ଏ ମାୟା ବିହାଣ ଆଶ୍ରୟ। ଏ ବିଷ୍ଣୁ ଆତ୍ମା ସର୍ବମୟୀ, ଦମ୍ଭ ମାୟା କପଟ ବହି। ତ୍ରିଗୁଣେ ବାସ ତହି ନାହିଁ, ମନ ବଚନେ ଭେଦ ନୋଇ। ଅହଙ୍କାର ବୁଦ୍ଧି ବିଚାରେ, ଜାନା ମନୁ ହଇ ଗୋଚରେ। ଶବ୍ଦ ସ୍ପରଶ ରସ ଗନ୍ଧ, ରୂପ ଯେ ପାଞ୍ଚ ନାହିଁ ଭେଦ। ସେ ବିଷ୍ଣୁ ନିର୍ମଳେ ସେବିଲେ, ପ୍ରାଣୀ ନିର୍ମଳ ହୁଏ ଭଲେ। ଏ ମାୟା ବନ୍ଧନୁ ତରଇ, ପରମ ପଦ କୁଲ ବହି। ପରମ ସେ ବୈକୁଣ୍ଠ ଧାମ, ତାର ପରେ ନାହିଁ ସ୍ଥାନ। ସେ ଜନ ସଂସାରୁ ତରିବେ, ଜନ୍ମ ମୃତ୍ୟୁରୁ ନିସ୍ତରିବେ। ସଂସାର ବନ୍ଧନ ଛାଡ଼ନ୍ତି, ନିରତେ ବିଷ୍ଣୁଙ୍କୁ ଚିନ୍ତନ୍ତି। ଏ ଦୁରାତ୍ମା ପଣ ଦୂର କରି, ଜଗତ ମଣେ ନର ହରି। ଆତ୍ମା ସମବୁଦ୍ଧି ଭାବରେ, ଏକ ଭାବରେ ନାମ ସ୍ମରେ। ସେ ବିଷ୍ଣୁ ପଦେ ଲୀନ ହୋଇ, ପରମ ପଦ କୁଲ ଭଇ। ଯେ ପ୍ରାଣୀ ବିଚାରନ୍ତି ଚିତ୍ତ, ଏ ସର୍ବ ମୋହର ଅର୍ଜିତ। ଅର୍ଜିଲି ନାନା କଷ୍ଟ ପାଇ, ସୁସ୍ଥରେ ବିଳସୀ ବିମୋହି। ସେମାନେ ଦୁର୍ଜନ ବୋଲାନ୍ତି, ଆପଣା ଆତ୍ମେ ନ ଚିହ୍ନନ୍ତି। ଏ ମାୟା ଜାଲରେ ଭ୍ରମୁଥାଇ, ଈଶ୍ୱର ଭାବ ନ ଜାଣଇ। ଏ ଦେହ ଧନ ଘର ସୁତ, ଦାରାବୃତ୍ତି ନାନାଦି ମତ। ଏଥିରେ ବିରତ ନୁହନ୍ତି, ଅପବାଦରେ ଶାନ୍ତି ହୁଅନ୍ତି। ଅମାନ୍ୟ କାହିଁ ନ କରନ୍ତି, ଦେହକୁ ମିଥ୍ୟା ସେ ମଣନ୍ତି। କାହାର ସଙ୍ଗତେ ବୈରୀ, ନୁହଁଇ ସାଧୁ ଗଣ ଧୀରି। ଭଗବାନ ଯେ ବ୍ୟାସଦେବ, ତାଙ୍କ ପାଦ ହୃଦେ ଧରିବ। ଅପାର ଜ୍ଞାନ ଯାହାଙ୍କର, କୃଷ୍ଣ ସ୍ୱରୂପୀ ନିର୍ବିକାର। ତାହାଙ୍କୁ କରି ନମସ୍କାର, ନିରତେ ରଖିବ ମନର। ତାକ ପଦାର ବିନ୍ଦ ଧ୍ୟାନ, ସଂହିତା କରି ଅଧ୍ୟୟନ। ପଢ଼ି ଶୁଣିଲେ ମୁକ୍ତି ହୋଇ, ଏଥିରେ ସଂଶୟ ନ ଥାଇ। ସେ ବ୍ୟାସ ଶିଷ୍ୟ ଶୁକଦେବ, ବିଷ୍ଣୁ ସ୍ୱରୂପୀ ବ୍ୟାସଦେବ। ତାହାଙ୍କୁ ମୋର ନମସ୍କାର, ମହିମା ନ ଜାଣେ ଶଙ୍କର। ସୌନକ ବାଚ ଏ ସୌନକ ପଚାରେ ହରଷେ, ସୁତ ପୌରାଣିକର ପାଶେ। ବମୁନି ହୋଇବା ପ୍ରସନ୍ନ, କହିବା ବେଦର ଉତ୍ପନ୍ନ। ସେ ବେଦ ପ୍ରଥମେ କେମନ୍ତି, ବିଷ୍ଣୁଙ୍କ ଠାରୁ ଉତ୍ପତ୍ତି। କେମନ୍ତ ବ୍ରହ୍ମା ଉପଦେଶ, କହତ ବିସ୍ତାରି ବିଶେଷ। ଶୁଣି ସୌନକ ମୁନି ବାଣୀ, ସୁତ କହନ୍ତି ତୋଷ ଜ୍ଞାନୀ। ସୁତବାସ ଏ ପ୍ରଥମେ ବ୍ରହ୍ମା ଯେତେବେଳେ, ଯୋଗ ଧ୍ୟାନରେ ନିଦ୍ରା ଗଲେ। ନିରାକାର ବ୍ରହ୍ମେ ଲଗାଇ ବସେ ସମାଧି ଲୟ ପାଇ। ତାଙ୍କର ହୃଦୟରୁ ପ୍ରଥମ ଆକାଶ ଶୂନ୍ୟ ରୂପୀ ନାମ। ନାଦ ସେ ଜନମ ହୋଇଣ, ତା ପ୍ରଭା ବିନ୍ଦୁ ଜାତ ପୁଣ। ସେ ବିନ୍ଦୁ ନିରାକାର ବ୍ରହ୍ମ, ପରମ ବ୍ରହ୍ମ ପରମ ଧାମ। ଯାହାକୁ କଲେ ଉପାସନା, ଆତ୍ମା ନିର୍ମଳ ମହାତ୍ମା। ସଂସାର ଜନ୍ମ ମରଣାଦିତରେ, ନିର୍ମାଣ ଭକ୍ତି ବେଦୀ। ବିନ୍ଦୁ ତ୍ରିଗୁଣାତ୍ମକ ହୋଇ, ବ୍ରହ୍ମା ବିଷ୍ଣୁ ରୁଦ୍ର ବୋଲାଇ।
ତ୍ରିରୂପ ଏକାକ୍ଷର ବ୍ରହ୍ମ ଅବ୍ୟକ୍ତ ରୂପୀ ତ୍ରୟଧାମ ଯୋଗମାୟା ସ୍ୱରୂପୀ ସେ ମାୟା ତ୍ରିଗୁଣ ସର୍ଜୟୀ ପଞ୍ଚମାତ୍ରା ଯେ ଏକାକ୍ଷର ଅକାର ଉକାର ମକାର ଏ ଲକାର ବେକାର ଏ ପଞ୍ଚମାତ୍ରା ଏକ ସଞ୍ଚ ଅର୍ଦ୍ଧମାତ୍ରା ବିନ୍ଦୁ ସ୍ୱରୂପ ଏ ବାସୁଦେବ ରସକୂପ ଏକାକ୍ଷରେ ନିର୍ଗୁଣ ହୋଇ ପଞ୍ଚାତ୍ମା ପ୍ରଳୟ ସର୍ଜୟୀ ଯେ ଜାଣି ନିମଗ୍ନେ ଭଜନ୍ତି ବ୍ରହ୍ମାରେ ଲୀନ ସେ ହୁଅନ୍ତି ଏ ବ୍ରହ୍ମ ଶବଦରେ ନାଦ କେ ଜନ କରେ ଆତ୍ମାଭେଦ ଅର୍ଦ୍ଧରାତ୍ରେ କାନ୍ତେ ବସି ଯୋଗ ଧାରଣା ଭାବେ ବସି ଆତ୍ମା ସୁସୁପ୍ତି ଅବସ୍ଥାରେ ଲୟ ଶବଦ ନିରାଧାରେ ତେବେ ସେ ଶବଦ ଶୁଣଇ ଶୁଣିଲେ ସଂସାରୁ ତରଇ ଶୂନ୍ୟ ଦୃଷ୍ଟିରେ ମନ ଦେଇ ଶରୀର ଚେଷ୍ଟା କିଛି ନାହିଁ ତେବେ ବ୍ରହ୍ମ ଦର୍ଶନ ପାଇ ଶାନ୍ତି ସମଦୃଷ୍ଟି ଭଜଇ ମନ ବଚନେ ଅଗୋଚର ସେ ବ୍ରହ୍ମ ଥାଇ ଅତି ଦୂର ଅବ୍ୟକ୍ତ ଆକାଶ ସ୍ୱରୂପୀ ସେ ଥାଇ ସର୍ବଭୂତେ ବ୍ୟାପୀ ଆକାଶ ହୃଦୟ ମଧ୍ୟରେ ଜୀବ ପରମ ପରସ୍ପରେ ସେ ପୁଣି ଭୂରୁ ମଧ୍ୟ ସ୍ଥାନ ଶୁଦ୍ଧ ସ୍ଫଟିକ ସ୍ୱରୂପେଣ ପରମାତ୍ମା ରୂପେ ପ୍ରକାଶ ଗଗନେ ବିଦୁ ଜ୍ୟୋତ୍ସ୍ନା ତ୍ରାସ ସେ ପୁଣି ଭୂରୁ ମଧ୍ୟ ହୃଦୟ ଦ୍ୱାଦଶାଙ୍ଗୁଳ ପରେ ସୁଧେ ସହସ୍ର ଦଳ କମଳରେ ନାନା ରସାଦି ଲୀନ କରେ ସେ ମଧ୍ୟ ନିରାକାର ବ୍ରହ୍ମ ବାଲୁକା ସମାନ ଯେ ଧାମ ଜ୍ୟୋତିର୍ମୟ ସୂକ୍ଷ୍ମ ପ୍ରକାଶ ତୀକ୍ଷ୍ଣ ବାଳକ ସଦୃଶ ପରମ ପରାତ୍ମା ବୋଲାନ୍ତି ସେ ଅଂଶୁ ଅବତାର ହୁଅନ୍ତି ଏ ହୃଦ ପଦ୍ମରେ ଜୀବ ଆତ୍ମା ଅଙ୍ଗୁଷ୍ଠି ମାତ୍ରେ ରୂପ ସୂକ୍ଷ୍ମା ବିଭୁଜେ ଶଙ୍ଖ ଚକ୍ର ଧରି ଅଶେଷ ଜୀବରେ ପ୍ରଚରି ପ୍ରଫୁଲ୍ଲ ପଦ୍ମ ପ୍ରାୟ ମୁଖ ପୀତାମ୍ବର ଧାରି ସୁରେଖ ଅଷ୍ଟଦଳ କମଳ ପରେ ଅଷ୍ଟ ଶକ୍ତି ଉଚ୍ଚ ଉପାସରେ ତମ୍ ସୁଧ ସୁବର୍ଣ୍ଣ ପ୍ରାୟ ଆବାତ୍ର ହାସ ପ୍ରାୟ ମୁଖ ଶୋଭା ସପ୍ତ ଶିଖା ମୁକୁଟ ମଣି ରତ୍ନ ଜଡ଼ିତ ଶୋଭାଜିଣୀ ସେ ଜୀବ ଆତ୍ମା ସେ ପୁରୁଷ ସର୍ବଜୀବେ ପୁରୀ ଆବାସ ମାୟାରେ ରଜତମ ଗୁଣେ ଆବରିଛନ୍ତି ଅନୁକ୍ଷଣେ ସେ ଜୀବାତ୍ମା ଦ୍ୱିତୀୟ ରୂପ ପରମାତ୍ମା ଜ୍ୟୋତି ସ୍ୱରୂପ ସତ୍ୱଗୁଣରେ ଯୁକ୍ତ ସେହି ଶୁଦ୍ଧ ଶୁକ୍ଳ ସ୍ୱରୂପ ବହିଂ ଯେ ଭୂରୁ ମଧ୍ୟଛନ୍ତି ବସି କୁଣ୍ଠ ବୈକୁଣ୍ଠ ନାମବାସୀ ଅର୍ଦ୍ଧମାତ୍ରା ତଳେ ଅଛନ୍ତି ଏଠାରେ ନିରାକାର ସ୍ଥିତି ବ୍ରହ୍ମ ପ୍ରକାଶ ହୋଇଛନ୍ତି ପଞ୍ଚସ୍ୱରୂପ ବ୍ରହ୍ମ ଜ୍ୟୋତି ଏକାକ୍ଷର ବର୍ଣ୍ଣ ପ୍ରଣବ ଶବଦ ରୂପୀ ସର୍ବଜୀବ ତାଙ୍କର ତଉଁ ତପନ ଅକରାଦି 14 ବର୍ଣ୍ଣ 14 ସ୍ୱର ଏ ବୋଲାନ୍ତି ଏ ଭାବେ ଅକ୍ଷରର ଗତି ଏ ଜଳରାଦି ଯେ 34 ବ୍ୟଞ୍ଜନ ଶବଦ ବିଶେଷ ଏ ସ୍ୱରମାନ ବିଷ୍ଣୁ ରୂପ ବ୍ୟଞ୍ଜନ ମାୟାର ସ୍ୱରୂପ ପଞ୍ଚ ଅକ୍ଷରେ ମାତୃକା ପ୍ରକୃତି ବସ ଶୁଦ୍ଧ ଏକା ଏ ସ୍ୱର ମାନେ ଦୀର୍ଘ ହରସ ପୁଛୁତ ନାମରେ ପ୍ରକାଶ ଏ ସ୍ୱର ମାନେ ଦୀର୍ଘ ହରସ ପୁଳୁତ ନାମରେ ପ୍ରକାଶ ସନ୍ଧି ଅକ୍ଷର ଏ ବୋଲାଇ ଆକାରାଦି ସକାରାନ୍ତ ହି ପଞ୍ଚାଶକ୍ଷରେ ପାଞ୍ଚ ବର୍ଣ୍ଣ ବର୍ଗ ଏ ସଞ୍ଚ ଏ ଅନ୍ତେ ଅନ୍त्यସ୍ଥ ଏ ଜାଣ ଜରଳ ବଏ 4 ବର୍ଣ୍ଣ ସହ ପରିପୂର୍ଣ୍ଣ ଭସ୍ମ ବର୍ଣ୍ଣରେ ବିଦ୍ୟମାନ ବିନ୍ଦୁ ଅନୁସାରେ ବୋଲାଇ ସେ ବିନ୍ଦୁ 2 1 ହୋଇ ବିସର୍ଗ ନାମ ଯେ ବୋଲାଇ ବିସର୍ଗ 3 ରୂପ ହୋଇ ଅଷ୍ଟ ଯେ ଭାବେଣ ନିର୍ଣ୍ଣୟ ଓಂ ବିଷ୍ଣୁ ତାହାକୁ ସେ କହେ ଦିବିନ୍ଦୁ ବକ୍ରାକୃତି କହି ଗଜ କୁମ୍ଭାକୃତି ଯେ ହୋଇ ହେମନ୍ତ ହୋଇ ଶବ୍ଦ ବ୍ରହ୍ମ 50 ବର୍ଣ୍ଣ ଭେଦ ନାମ ଅକ୍ଷର ଆକୃତି ବୋଇଲେ ଦେହ ବାହ୍ୟରେ ପ୍ରକାଶିଲେ ତହିଁ ଭିତରୁ ବ୍ରହ୍ମଯନ୍ତ୍ରୀ 24 ଅକ୍ଷର ଗାୟତ୍ରୀ ଏ ମାୟା ରୂପେ ପ୍ରକାଶିଲେ ସପ୍ତ ବ୍ୟାହୁତି ସେ ହୋଇଲେ 10 ପ୍ରଣବ ମଧ୍ୟ ହୋଇ ଗାୟତ୍ରୀ ଶିର ସାରଦାୟୀ 60 ଅକ୍ଷରଣ ପୁଣ ବ୍ରହ୍ମ ପ୍ରକାଶ ଅକ୍ଷରଣ ସେ ବ୍ରହ୍ମ ଗାୟତ୍ରୀ ସାବିତ୍ରୀ ସରସ୍ୱତୀ ତ୍ରିକାଳ ଗତି କାଳ ସନ୍ଧ୍ୟା ଏ ହୁଅନ୍ତି ରଜ ଯଜୁ ସାମ ବୋଲାନ୍ତି ତ୍ରିଗୁଣ ରୂପରେ ପ୍ରକାଶ ଯଶ କର୍ମ ଗୁଣେ ବିଶେଷ ଏ ଗାୟତ୍ରୀ ବ୍ରହ୍ମ ଅଭ୍ୟାସେ ଯଜ୍ଞ ମାନେ ସିଦ୍ଧି ଉଦ୍ଦେଶ୍ୟ ଏ 4 ବେଦକୁ ଜନ୍ମ କଲେ 4 ବ୍ରାହ୍ମଣେ ବାଣ୍ଟି ଦେଲେ ଏ ଋକୁବେଦୀ ହୋଇ ମର୍ତ୍ତ୍ୟ ହୋମରେ ଆହୁତିର ଅର୍ଥେ ଯଜୁର୍ବେଦୀ ମାନଙ୍କୁ ପୁଣ କର୍ମ ପ୍ରଚାର ଆଚାର୍ଯ୍ୟଣ ସାମବେଦୀ ସାମ ଗାୟନେ ସଂହିତା କଲେ ବିଦ୍ୟମାନେ ଅଥର୍ବ ବ୍ରହ୍ମାର ବରଣ ହେମନ୍ତ କରି ବେଦମାନ ବିହାଇ ନାନା ମାୟା ଗତି ପରିଚି ଆଦି ପ୍ରଜାପତି ଏହାକୁ ବେଦ ପଢ଼ାଇଲେ ପୁଣି ପୁତ୍ରେ ଶିଷ୍ୟ ଦେଲେ ଧର୍ମୋପଦେଶ ଯେ ବିଧାନ ସେମାନେ କଲେ ଶ୍ରୁତିମାନ 37 ଶ୍ରୁତି ସ୍ୱଭାବେ ସଂସାରେ ଧର୍ମ ପ୍ରବର୍ତ୍ତିବେ ସେମାନେ ପରସ୍ପର ପୁଣ ପୁତ୍ରଙ୍କୁ ଦେଲେ ବିଦ୍ୟାମନ ଶାଖା ପ୍ରଶାଖା କରିଦେଲେ ଉପଦେଶେଣ ବଢ଼ାଇଲେ ଏହି ପ୍ରକାରେ 4 ବେଦ ସତ୍ୟାଦି 3 ଯୁଗେ ବେଦ ଏ ବିସ୍ତାର ହୋଇ 3 ଲୋକେ କଳିକି ରହିଲା ଅଳ୍ପକେ ଦ୍ୱାପର ଶେଷେ ରହେ କଳି ପ୍ରାଣୀ କି ଦେଖି ଅଳ୍ପ ବଳି ଅଳ୍ପ ଆୟୁଷ ଅଳ୍ପ ବୁଦ୍ଧି ଦେଖି ବ୍ରହ୍ମ ଋଷି ସକ୍ରୋଧ ଏ ବେଦ ଶାଖା ପ୍ରଶାଖାରେ କଲେ ବାସୁଦେବ ଆଜ୍ଞାରେ ସେ ମନନ୍ତର ଗୋଟି କରେ ବେଦ 71 ବିସ୍ତାରେ ସେ ଯୁଗେ ଯେଉଁ ଋଷିଗଣ ବିଦ ବିସ୍ତାର କଲେ ପୁଣ
ସେହି ବେଦବ୍ୟାସ ବୋଲାନ୍ତି ତାଦେ ବିଷ୍ଣୁ ପ୍ରବେଶନ୍ତି। ଏ ବୈବସୁତ ମନ୍ୱନ୍ତରେ ସପ୍ତବିଂଶ ଗଣ୍ଡା ଯୁଗରେ ସପ୍ତବିଂଶ ମେଳ ବିସ୍ତାର ବେଦ ଶାଖାରେ ସେ ପ୍ରଚାର। ସପ୍ତବିଂଶ ଋଷି ହୃଦରେ ବିଷ୍ଣୁ ପଶି ବେଦ ବିସ୍ତାରେ ଅଷ୍ଟାବିଂଶ ଗଣ୍ଡା ଯୁଗାନ୍ତେ ଦ୍ୱାପର ଶେଷ ମଧ୍ୟ ଅନ୍ତେ ବ୍ରହ୍ମା ମହେଶ ଲୋକପାଳ ପ୍ରାର୍ଥନା କଲେ ଆଦିମୂଳ। ଏ ଘେନି ବେଦ ରକ୍ଷା ହିତେ ବେଦବ୍ୟାସ ନାମ ନିର୍ମିତେ ପରାଶ ଉଞ୍ଚକ ବୀର୍ଯ୍ୟେ ଜାତ ସତ୍ୟବତୀ ଗର୍ଭ ସମ୍ଭୂତ। ବିଷ୍ଣୁ କଳାରେ ଅବତାର ଅଗାଧ ଗୁଣରେ ଗଭୀର ଚାରି ବେଦ ମିଶ୍ରିତ ହୋଇ ଏକ ବେଦରେ ଥିଲା ରହି ତାହାକୁ ଭିନ୍ନ ଭିନ୍ନ କରି ଶାଖା ଭେଦରେ ଭେଦ କରି ଋକ୍ ଯଜୁ ସାମ ଅଥର୍ବ ଏ ଚାରି ବେଦ ଭିନ୍ନ ଭାବ ତା ଭାବ ତ୍ରିଗୁଣ ଆତ୍ମକ ତହିଁ ମିଶାଇ କଲେ ଏକ। ଏମାନେ ଅନ୍ୟ ଅନ୍ୟ ମିଳି ସମ୍ବୋଧ ଜାତି ଭାବେ ବଳି ତଳି ଅଥର୍ବ ବେଦ ଯେ ନିର୍ଗୁଣ ତାକୁ ରଖେ ଭିନ୍ନ ଭାବେଣ। ଏ ଚାରି ସଂହିତା ଏକ ଜାଣ ସୂତରେ ଗୁନ୍ଥି ମଣିଗଣ ସେ ଭାବେ ମନ୍ତ୍ରରୁ ବାହାର ବେଦ ବୀଜ ଭିନ୍ନ ବିସ୍ତାର ଚାରି ବେଦ ଚାରି ଶିଷ୍ୟଣ ପଢ଼ାଇଲେ ବାଦରାୟଣ। ଏ ପୋଲକ ନାମେ ଶିଷ୍ୟ ପୁଣ ଋକ୍ ବେଦ ସେ ଅଭ୍ୟାସେଣ ବ୍ରହ୍ମାର ସେ ନାମ ବୋଲାଇ ପୌଲକ ଏ ରୂପେ ପଢ଼ଇ ବୈଶମ୍ପାୟନକୁ ନିଗମ ପଢ଼ାଇଲେ ଯଜୁଜା ନାମ। ଜମିନି ଋଷିଙ୍କୁ ଯେ ପୁଣ ଛାନ୍ଦୋଗ୍ୟ ବୋଲାଇ ସେ ସାମ ଏ ବେଦ ଏ ପୁଣ ପଢ଼ିଲେ ଅଥର୍ବ ସୁମନ୍ତକୁ ଦେଲେ ସେ ଅଥର୍ବଣରୁ ସମ୍ଭୂତ ପଢ଼ିଲେ ନିର୍ଗୁଣ ବେଦାନ୍ତ। ଏମନ୍ତ ଚାରି ଶିଷ୍ୟ ମୁଖେ ଶାଖା ପ୍ରଶାଖା ଦେବ ଶିଖେ ପୋଲକ ନାମ ଯେ ମୁନି ନିଜର ଶିଷ୍ୟବର୍ଗ ଘେନି ସେ ବାତ୍ସଳ ଇନ୍ଦ୍ର ପ୍ରମତି ଦିଭାଗ କରିଣ ପଢ଼ନ୍ତି ସଂହିତା ଆପଣା ନାମରେ ପୁଣି ଦେଲେ ସେ ଶିଷ୍ୟରେ। ଏ ବାଷ୍ପଳ କଲେ ଚାରି ଭାଗେ ଚାରି ଶିଷ୍ୟ ପଢ଼େ ସରାଗେ ଏ ଯାଜ୍ଞବକ୍ଳକ୍ୟ ବୋଧ୍ୟ ନାମକ ପରାଶରେ ଅଗ୍ନିମିତ୍ରକ। ଏ ଚାରି ଶିଷ୍ୟଙ୍କୁ ସେ ଦେଲେ ଅଭିନ୍ନ ମତେ ସେ ପଢ଼ିଲେ ସଂହିତା ଇନ୍ଦ୍ର ପ୍ରମତି ପାଣ୍ଡୁକେୟଙ୍କୁ ଶିକ୍ଷା ଦିଅନ୍ତି। ପାଣ୍ଡୁକେୟଙ୍କ ଶିଷ୍ୟ ବେନି ବେଦମିତ୍ର ସୌଭରି ମୁନି ସଂହିତା ଅଧ୍ୟୟନ କଲେ ଅନ୍ୟ ଯେ ତାଙ୍କ ସଙ୍ଗେ ଥିଲେ ସାକଲ୍ୟ ମାଣ୍ଡକେୟ ସୁତ ପଞ୍ଚଭାଗେ କରି ବିଭକ୍ତ ନିଜ ସଂହିତାକୁ ବିସ୍ତାରି ଶିଷ୍ୟମାନଙ୍କରେ ପ୍ରଚାରି କାଳିୟ ସେ ବାକ୍ୟ ମୁଦ୍ଗଲ ଶିଶିର ଆଚାର ଗୋଖଲ୍ୟ ତାହାଙ୍କ ଶିଷ୍ୟ ଜାତୁ କର୍ଣ୍ଣ ନିଜ ସଂହିତାକୁ ସେ ପୁଣ ତିନି ଭାଗରେ ସେ ବିସ୍ତାରି ପୁଣି ନିରୁକ୍ତି ଘେନି ଚାରି ବଳାକ ପୈଳ ଜବାଳକୁ ବିରଜା ନାମକ ଶିଷ୍ୟଙ୍କୁ ଏ ଆଦି ଶିଷ୍ୟଙ୍କୁ ବିଶେଷ ସଂହିତା ଦେଲେ ଉପଦେଶ। ଏ ବାଶ୍ଚଳ ନନ୍ଦନ ଶତ ଶାଖାରେ ସେ ନିପୁଣ ସଂହିତା ବାଳଖିଲ୍ୟା ନାମ ସେ ପୁଣି କଲେ ପ୍ରଣୟନ। ଏ ବାଳୟନି ଭଜ୍ୟ ଏବେ ନିକାସାର ଶିଷ୍ୟ ନାମେ ତନି ବାଳଖିଲ୍ୟା ସଂହିତା ପୁଣ ଏମାନେ କଲେ ଅଧ୍ୟୟନ। ସଂହିତାମାନଙ୍କ ବିସ୍ତାର ଶୁଣିଲେ ପ୍ରାଣିକ ନିସ୍ତାର ବୈଶମ୍ପାୟନ ଯେଉଁ ଋଷି ଯଦୁର୍ବେଦକୁ ସେ ଅଭ୍ୟାସୀ 27 ଶିଷ୍ୟ ତାଙ୍କର କର୍ଣ୍ଣ ଅଧ ଜନ ଆବର ସତାତ୍ରେୟ ଆଦି ଯେ ହୋଇ 27 ଶାଖା ପଢ଼ାଇ ସେ ବେଦ ପଢ଼ୁ ଶିଷ୍ୟଗଣ ଏକ ଅକ୍ଷର ଅଂଶୁଧେଣ। ଏ ଗର୍ଗ ଋଷିଙ୍କର ତନୁଜ ବୈଶମ୍ପାୟନଙ୍କ ଭଗ୍ନିଜ ଗର୍ଗ ଶିର ହସ୍ତ ପ୍ରସାରେ ଶିରତା ଚୂର୍ଣ୍ଣ ହୁଏ ଖରେ ବ୍ରହ୍ମ ହତ୍ୟା ସମ୍ପାୟନେ ଭାଙ୍ଗିଲା ଲାଗିଲା ବେଦର ବିଧାନେ ସେ ଶିଷ୍ୟମାନଙ୍କୁ କହିଲେ ବ୍ରହ୍ମ ହତ୍ୟା ଲାଗେ ଆମ୍ବରେ ପ୍ରାୟଶ୍ଚିତ ବ୍ରତ ଯେ କରି ତା ଶୁଣି ଶିଷ୍ୟ ବ୍ରତାଚାରୀ ସେ ଶିଷ୍ୟମାନେ ବ୍ରତ କଲେ ଚରକ ଧର୍ମ ବୋଲାଇଲେ ଚରକ ଶାଖା ତାଙ୍କ ନାମ ଚରକ ଶାଖା ଦ୍ୱିଜମାନ ତା ଦେଖି ଦେବରାତ ପୁତ୍ର ଯା ନାମ ଯାଜ୍ଞବକ୍ଳ ଖ୍ୟାତ। ଏ ପୁରୁଙ୍କୁ ଯାଜ୍ଞବଲ୍କ୍ୟ କହେ ପୁତ୍ରୀ ବ୍ରତି ହୋଇଣ କେହି ରହେ ପ୍ରାୟଶ୍ଚିତ କରି ନ ପାରି ଅଳ୍ପ ବଳ ଯେ ହାଙ୍କରି ଏ ବ୍ରତ ଅତ୍ୟନ୍ତ କଠିନ 12 ବରଷେ ହୁଏ ପୂର୍ଣ୍ଣ ଆଜ୍ଞା ହୋଇଲେ ମୁଁ କରିବି ଗୁରୁ ଶୁଣି କ୍ରୋଧ ସମ୍ଭବି ମୋ ଶିଷ୍ୟ ଅମାନ୍ୟ ତୁ କଲୁ ଆତ୍ମାରେ ଗର୍ଭକୁ ବହିଲୁ ଏଣୁ ତୁ ମୋ ଠାରୁ ଯେବେ ବେଦ ପଢ଼ିବୁ ଅନିମିତେ ଏବେ ବେଦ ତୁଇ ଛାଡ଼ ଆନ ଠାବରେ ଯାଇ ପଢ଼। ତାହା ଯଜ୍ଞବଲ୍କ୍ୟ ଶୁଣିଲେ ପଢ଼ିଲା ବେଦ ବାନ୍ତି କଲେ ସେ ବେଦ କାଣ୍ଡିମାନେ ପୁଣ ତିତିରି ବଢ଼ାଇ ରୂପେଣ ତାହାକୁ ଯେଉଁ ଋଷିମାନେ ଗ୍ରହଣ କଲେ ସାବଧାନେ ତୈତ୍ତରୀୟ ବୋଲାଇଲେ ତହୁଁ ସେ ଯାଜ୍ଞବଲ୍କ୍ୟ ଗଲେ ବେଦ ସେ ପଢ଼ିବା ନିମିତ୍ତ ସୂର୍ଯ୍ୟଙ୍କ ଠାରେ ଉପଗତ ମେରୁ ପୃଷ୍ଠରେ ବସି ପୁଣ ସୂର୍ଯ୍ୟଙ୍କୁ କଲେ ଉପାସନ ଗୁରୁଙ୍କ ଠାରୁ ନବତମ ବେଦ ମୁଁ ପଢ଼ି ବହି ପୁଣ ହେ ଭଗବତ ଦିବାକର ତୁମକୁ ମୋର ନମସ୍କାର। ଜଗତ ଅଖିଳ ଯେ ପ୍ରାଣୀ ଆତ୍ମା ସ୍ୱରୂପେ ଅଛ ପୁଣି କାଳ ସ୍ୱରୂପେ ଗ୍ରହ ରୂପୀ ସ୍ଥାବର ଜଙ୍ଗମାଦି ବ୍ୟାପୀ ବ୍ରହ୍ମରୁ କୀଟ ପରିଜନ୍ତେ ପ୍ରାଣୀମାନଙ୍କ ହୃଦଗତେ ଆତ୍ମା ସ୍ୱରୂପେ ପୁରୀ ଅଛି ଆକାଶେ ଶୂନ୍ୟ ପ୍ରକାଶିଛି ଅନ୍ତର୍ଗତ ବାହାରେ ପୁଣି ଏକାଦଶ ଇନ୍ଦ୍ରିୟ ଜିଣି ତୁମ୍ଭ ଅନୁଗ୍ରହେ ହୋଇ ବାକ୍ୟେ କାଳ ରୂପେ ମୟୀ ଲବ ନିମିଷାଦି ବର୍ଷରେ ଯେତେ ଯେତେ ପ୍ରାଣୀ କରେ
ଉତ୍ପତ୍ତି ପ୍ରଳୟ କରୁଛ ଏଣୁ ଆକାଶେ ଉଇଁ ଅଛ। ତୁମ୍ଭ ମଣ୍ଡଳର ଗତି ନିର୍ମଳ ରାଜ ଇବି ଜ୍ୟୋତି। ପରମ ବ୍ରହ୍ମ ନିରାକାର ଜ୍ୟୋତିର ଭିତରେ ବାର। ଶଙ୍ଖ ଚକ୍ରଧାରୀ ହୋଇଣ ନାରାୟଣ ସ୍ୱରୂପ ବର୍ଣ୍ଣ। ବ୍ରାହ୍ମଣେ ତ୍ରିସନ୍ଧ୍ୟାରେ ନିତ୍ୟ ଗାୟତ୍ରୀ ପଢ଼ି ବେଦ ମନ୍ତ୍ରେ। ଅଞ୍ଜଳି ଦେଇ ଉପାସନ କ୍ଷୟ ସକଳ ପାପମାନ। ଏ ଦିବାରାତ୍ରି କରି ଶେଷ ସଂସାରେ କେତେ ତମ ଧ୍ୱଂସ। ଆପଣା କିରଣରେ ବୃଷ୍ଟି ଶସ୍ୟ ଉପୁଜି ପ୍ରାଣୀ ତୁଷ୍ଟି। ପ୍ରାଣିକ ଜୀବ ଜାତ ହୋଇ ପୋଷୁଛ ଋତୁ ଭାବ ବହି। ହିମ ଜଳ ଶିଶିର ଗ୍ରୀଷ୍ମ ତୁମ୍ଭର ତହୁଁ ଏ ଜନମ। ଏ ଷଡ଼ ଋତୁ 12 ମାସ ତୁମ୍ଭରେ ହୋଇଛି ପ୍ରକାଶ। ଏ ତୁମ୍ଭ ମଣ୍ଡଳ ଜ୍ୟୋତିର ସକଳ ସୁଖଙ୍କର ଘର। ବିପ୍ରେ ଯେ 4 ବେଦ ମନ୍ତ୍ରେ ଉପାସନା କରିଣ ତୋତେ। ସେ ଦ୍ୱିଜ ମାନଙ୍କର ପାପ ତୁମ୍ଭେ ଯେ ହରି ସର୍ବବ୍ୟାପ। ତୁମ୍ଭ ମଣ୍ଡଳ ଜ୍ୟୋତି ତୀକ୍ଷ୍ଣ ଅନ୍ଧ ପଟଳକୁ ନାଶନ। ସେ ଜ୍ୟୋତି ସ୍ୱରୂପ ଯେ ତୁହି ଉପସ୍ଥାନ କରୁଛି ମୁଇଁ। ସ୍ଥାବର ଜଙ୍ଗମ ଯେ କୀଟ ପତଙ୍ଗ ଚାରିଖାନି ଭେଟ। ଇନ୍ଦ୍ରିୟ ଗଣ ମାନଙ୍କରେ ପ୍ରବେଶ ଅନୁଗ୍ରହ କରେ। ସ୍ୱୟଂ ଅନ୍ତର୍ଯାମୀ ସ୍ୱରୂପେ ଆତ୍ମାଜ୍ଞାନ ପ୍ରକାଶ ରୂପେ। ଏ ଲୋକ ତୁମ୍ଭର ମାୟାରେ ବିକଟ ରାତ୍ର ଅନ୍ଧକାରେ। ଏ ପ୍ରାଣୀକୁ ଅଜଗର ରୂପ ସର୍ପ ଗିଳିଲେ ଯେନେ ଧାପ। ଅଚେତ ମୃତ ହୋଇଥାଇ ନିଦ୍ରାରେ ଯେନେ ପ୍ରାଣୀ ଶୋଇ। ମାୟାରେ ଅଚେତ ଯେ ପ୍ରାଣୀ ପରମ କୃପା ତୁମ୍ଭେ ପୁଣି। ଅନୁଗ୍ରହ ଉଦୟ କରି ଖଦ୍ୟୋତ କିରଣେ ଉଦରି। ଦିନେ ଦିନେ ଯେ ପ୍ରାଣୀମାନେ ଶ୍ରେୟ ନିମନ୍ତେ ତୋ ଚରଣେ। ତୋ ଅନୁଗ୍ରହ ଯଜ୍ଞ କରି ସମାଧି ଅପବର୍ଗ ଧରି। ରାଜା ଯେନେ ଦୁଷ୍ଟଙ୍କୁ ନାସି ସାଧୁମାନଙ୍କୁ ଯେ ଆଶ୍ୱାସୀ। ଦୈତ୍ୟ ଦାନବ ଯେ ଅସାଧୁ ଖଳ ଦୁର୍ବୁଦ୍ଧି ଧର୍ମ ନିନ୍ଦୁ। ଏଁ ସେ ଜନ୍ମ ଯେତେ ତନୁ କୁମୁଦ ନାଶେ ଯେନେ ଭାନ। ହେ ଭାଗବତ ବାସୁଦେବ ମୋର ସେବା ତୁମ୍ଭେ ଘେନିବ। ଯେଣୁ ଉଦୟ ଅସ୍ତ ହୁଅ ସର୍ବ ଜୀବରେ ପୂଜା ପାଅ। ଦିଗ ପାଳେ ଯେଜା ଦିଗରେ କୃତାଞ୍ଜଳିରେ ପୂଜା କରେ। ସମର୍ପି ତୁମ୍ଭ ପଦ୍ମପାଦେ ମୁଁ ଉପସ୍ଥାନେ ଯେ ଆନନ୍ଦେ। ତୁମ୍ଭ ପଦ୍ମପାଦେ କେମନ୍ତ 3 ଭୁବନରେ ପୂଜିତ। ବ୍ରହ୍ମା ବିଷ୍ଣୁ ମହେଶ ଆଦି ବାସବ ଆଦି ବେଦବନ୍ଦୀ। ଏବଂ ଭୂତ ପଦ୍ମପାଦରେ ମୋ ଶିର ଲାଗୁ ନିରନ୍ତରେ। ନବୀନ ଯଜୁର୍ବେଦ ତତ୍ତ୍ୱ ଆଜ୍ଞା ହୋଇବ ଛାୟାକାନ୍ତ। ଯେ ବେଦ ଗୁରୁ ଠାରେ ନାହିଁ ତାହାକୁ ପଢ଼ିବ ମୁଇଁ। ସୂତ ପୌରାଣିକ କହନ୍ତି ଶୁଣ ସନକ ଆଦି ଯତି। ଯାଜ୍ଞବଲ୍କ୍ୟ ସ୍ତୁତି ଶୁଣି ସନ୍ତୋଷ ହୋଇ ଦୀନମଣି। ଅସ୍ୱରୂପକୁ ଧରି ପୁଣ ଉପଦେଶ କର୍ଣ୍ଣ ମାର୍ଗେଣ। ନବୀନ ଯଜୁର୍ବେଦ ଭାଗେ ମୁନିକୁ ପ୍ରସନ୍ନ ସରାଗେ। ଯେ ଯାଜ୍ଞବଲ୍କ୍ୟ ଯେଉଁ ମୁନି ସେ ବେଦ ଉପଦେଶ ଘେନି। ପୁଣାଦି ଶିଷ୍ୟ ପଢ଼ାଇଲେ ପୁଣ 15 ଶାଖା କଲେ। ଯେ 15 ଶାଖା ବାଣୀ ସଂହିତା କରି ପଢ଼େ ପୁଣି। ଏମାନେ ଶିଷ୍ୟ ପୁଣ ଦେଲେ ଶତ ଶତ ଶିଷ୍ୟ ହୋଇଲେ। କୋଣ ସଂହିତା ମାଧୋ 3 ଅପର ଅଟେ ବାଜସନି। ଅସ୍ୱରୂପଧାରୀ ଆଦିତ୍ୟ ତାଙ୍କ କୋଶରରୁ ସମ୍ଭୂତ। ଅଥବା କୋଶରୁ ଜନ୍ମିଲା ବାଜସନି ସେ ଯେ ହୋଇଲା। ସାମବେଦରେ ଅଧିକାରୀ ଜୈମିନୀ ମୁନି ସେ ବିସ୍ତାରୀ। ସୁମନୁ ସତ୍ୟାନୁ ଯେ 2 ସେ ମୁନିଙ୍କର ପୁତ୍ରଇ। 2 ସଂହିତା କରିଦେଲେ ପୁଣି ଶିଷ୍ୟ ପଢ଼ାଇଲେ। ଏହାଙ୍କ ଶିଷ୍ୟ ଯେ ସୁକର୍ମା ସହସ୍ର ଶିଷ୍ୟ ସେ ଉପମା। ସହସ୍ରେ ଭାଗ ଯେ ସଂହିତା ସହସ୍ର ଶାଖାରେ ବିଦିତା। ସେ ମୁଖ୍ୟ ଶାଖା ଯେ ଜାନେ ଋଷି ହୋଇଲେ ସେମାନେ। ତାଙ୍କ ନାମ ଏବେ ଶୁଣ କହିବା ଏବେ ବିସ୍ତାରିଣ। ହିରଣ୍ୟାଭ କୌଶଳେଣ ପୌସଞ୍ଜ ନାମେ 2 ଶିଷ୍ୟ। ସୁବର୍ବାଙ୍କର ଶିଷ୍ୟ ବେନି ବେଦ ଗ୍ରହଣେ କଲେ ପୁଣି। ଅବନ୍ତ୍ୟ ଯେ ବ୍ରହ୍ମବିତ୍ତମ ସେ ପୁଣି କଲେ ଅଧ୍ୟୟନ। ବ୍ରହ୍ମବିତ୍ତମ ଯେ ଅବ୍ୟନ୍ତ ଏ 2 ଶିଷ୍ୟଣ ଶିଷ୍ୟନ୍ତ। ବ୍ରହ୍ମବିତ୍ତମ ଆଦି ହୋଇ 5 ଶିଷ୍ୟନ୍ତେ ଯେ ବୋଲାଇ। ଉଦିତ୍ୟ ସାମତା ବୋଲାନ୍ତି କୌଶଲ୍ୟା ଆଦି ଉତ୍ତପତି। ଲୋକାଖି ଲାଙ୍କଳି ଯେ ସ୍ଥାପି କୁସିଦ ଉକୁଲ୍ୟା କୁକ୍ଷି ବ୍ୟାପୀ। ଏ ଆଦି ଯେତେ ଶିଷ୍ୟମାନେ ପୌସଞ୍ଜୀଙ୍କର ବିଦ୍ୟମାନେ। ଆପଣା ସହି ତାଙ୍କୁ ପୁଣ ଶତ ଶତ ଭାଗ କରିଣ। କୃତ ହିରଣ୍ୟନାଭ 2 ଆପଣା ସଂହିତାକୁ ନେଇ। 24 ସଂହିତା କଲେ ପୁଣି ତା ପ୍ରତି ଶିଷ୍ୟ ଦେଲେ। ଆଉ ସଂହିତା ମାନେ ପୁଣି ଆଦ୍ୟନ୍ତ ନାମରେ ବଖାଣି। କହି ଜଗନ୍ନାଥ ଦ୍ୱିଜ ସୁଜନେ ହରିପାଦେ ଭଜ। ତୁମ୍ଭ ଚରଣେ ଆଶ୍ରା କରି ମୁଁ ଥାଇ ସତ୍ୟ ଅନୁସରି। ତୁମ୍ଭେ ଯେ ମହତ ପୁରୁଷ ମୋହର ନ ଘେନିବା ଦୋଷ। ଦ୍ୱାଦଶ ସ୍କନ୍ଧେ ଭାଗବତ ପୁରାଣ ମାନଙ୍କର ଅର୍ଥ। ଭୂତ ଭବିଷ୍ୟ ଆଦି ଯେତେ କହିଲେ ଦାସ ଜଗନ୍ନାଥେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ 82କ୍ୟାଂ ଦ୍ୱାଦଶ ସ୍କନ୍ଧେ ସୁତ ସନକାଦି ମୁନି ସମ୍ବାଦେ ପରୀକ୍ଷିତ ରାଜା ବୈକୁଣ୍ଠ ଆରୋହଣେ ଜନ୍ମେଜୟ ସର୍ପ ଯଜ୍ଞ କରଣେ ନାମ ଷଷ୍ଠ ଅଧ୍ୟାୟ। ବୋଲ ଆନନ୍ଦେ କବାର ହରି ହରି ବୋଲ।